ଟିକେ ସକାଳୁ ସକାଳୁ ଉଠିବା ପାଇଁ ପଡ଼ିଥିଲା, ସେଇଥିପାଇଁ ଆଖିରୁ ନିଦ ଛାଡ଼ୁନଥିଲା। ସକାଳୁ ଉଠି ପ୍ରଥମେ ଗୋଟେ ଗ୍ଲାସ୍ ଗରମ ପାଣି ସହିତ ଜିରା ଅଦାକୁ ଟିକେ ପିଇ ନେଇଥିଲି। ତାପରେ ଏଠି ସକାଳ ଜଳଖିଆରେ ଆଜି ଟମାଟୋ ଆଳୁ ଏମିତି ଗୋଟେ ବାଟି ବସା ଟାଇପ୍ର କରିଥିଲି। ତାପରେ ରୁଟି ମଧ୍ୟ କରି ନେଇଥିଲି। ତା ଭିତରେ ସ୍ୱାମୀ ଏଠି ପୂଜା କାମଟିକୁ ସାରି ଦେଇଥିଲେ, ସେଥିପାଇଁ ସାଙ୍ଗ ହୋଇ ଆଜି ଆମେ 2 ଜଣ ବସି ପଡ଼ିଥିଲୁ ଖାଇବା ପାଇଁ। ତାପରେ ଧନ ଏଠି ଉଠି ପଡ଼ିଲା, ତାକୁ ଏଠି ଖୁଆଇ ପିଇ ତାକୁ ଏଠି ଖେଳିବା ପାଇଁ ଛାଡ଼ିଦେଲି। ମୁଁ ଚାଲିଲି ଏବେ ଗାଧୋଇବା ପାଇଁ। ଗାଧୋଇ ସାରି ଦେଖେ ତ ସ୍ୱାମୀ ଏବେ ଯାଉଛନ୍ତି ତାଙ୍କ କାମରେ। ମୁଁ ବି ଚାଲିଲି ଫଟାଫଟ ଦ୍ୱିପହର ଖାଇବା ବନେଇବାରେ। ଦ୍ୱିପହର ଖାଇବାରେ ଆଜି ବଡ଼ା କରିଥିଲି ପିଆଜ ଆଳୁରୁ କିଛି ରସ ବାହାର କରି ସେଥିରେ ହଳଦୀ କଫି ଏମିତି ଲଗେଇ ମୁହଁ ଯାକଟି ବଳି ପକାଇଥିଲି। ଦେଖିଲେ ତ ଗୋରା ହେଇଗଲି। ଆଜି ଆମର ଦହି ପଖାଳ ଏଠି ମୁଁ ବନେଇ ଦେଇଥିଲି। ତା ଭିତରେ ଭଉଣୀ ବି ଆସି କଲେଜରୁ ପହଞ୍ଚି ଯାଇଥିଲା। ସୋୟାବିନ ଭଜା ଆଳୁ ଟମାଟୋ ଏମିତି ସବୁ ଆମେ ଗୋଟେ ଚଟଣି ଟାଇପ୍ରେ କରିଥିଲୁ। ଏମିତି ସବୁ ମିଶିମିଶାକିନା ଆମେ ସମସ୍ତେ ଖାଇଦେଇ ଦହି ପଖାଳ ଏମିତି ଏତେ ଖାଇ ଦେଇଥିଲି ଯେ ବାଧ୍ୟ ହୋଇ ମୋତେ ବାଁକଡ଼ ମାଡ଼ି କୂଅ ପାଖରେ ଘଣ୍ଟେ ଶୋଇବା ପାଇଁ ପଡ଼ିଥିଲା। ରାତିରେ ସ୍ୱାମୀ ଏଠି ମୋ ମନପସନ୍ଦର ନିମ ଫୁଲ ସହିତ ଏଠି ପୂଜା ସାମଗ୍ରୀ ସବୁ ନେଇ ଆସିଥିଲେ, କାହିଁକିନା କାଲି ପରା ସଂକ୍ରାନ୍ତି ଆସୁଛି। ଭିଡ଼ିଓଟି ଭଲ ଲାଗିଲେ ଆପଣମାନେ ନିଶ୍ଚିତ କରିଦେଇଥିବେ ସବସ୍କ୍ରାଇବ୍।